ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି ଆପଣ ଶୁଣିବାକୁ ଯାଉଛନ୍ତି ଏମିତି ଏକ ହୃଦୟସ୍ପର୍ଶୀ ଭକ୍ତି କାହାଣୀ ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ ଏବଂ ହୃଦୟରେ ନୂଆ ଆଶାର ଦୀପ ଜଳାଇଦେବ। ଜଣେ ସାଧାରଣ ମଣିଷ ହଠାତ୍ କ୍ୟାନ୍ସର ଭଳି ଗୁରୁତର ରୋଗରେ ପୀଡ଼ିତ ହେଲେ। ଘରେ ଅଭାବ, ହାତରେ ଟଙ୍କା ନାହିଁ, ମନରେ କେବଳ ନିରାଶା। ସବୁ ଦ୍ୱାର ବନ୍ଦ ହୋଇଯାଇଥିଲା ବେଳେ ସେ କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଚରଣରେ ନିଜକୁ ସମର୍ପଣ କଲେ। ତାପରେ ତାଙ୍କ ଜୀବନରେ ଘଟିଲା ଏମିତି କିଛି ଘଟଣା ଯାହା ତାଙ୍କ ଭାଗ୍ୟର ଦୀପ ବଦଳାଇ ଦେଲା। ଏହା ଏକ ଭକ୍ତିମୂଳକ ଏବଂ ପ୍ରେରଣାଦାୟକ କାହାଣୀ। ଏହାର ଉଦ୍ଦେଶ୍ୟ ଆସ୍ଥା, ସାହସ ଓ ଆଶାର ବାର୍ତ୍ତା ଦେବା। ଗୁରୁତର ରୋଗରେ ସବୁବେଳେ ଯୋଗ୍ୟ ଡାକ୍ତରଙ୍କ ଚିକିତ୍ସା ଓ ପରାମର୍ଶ ନେବା ଅତ୍ୟାବଶ୍ୟକ। ତେବେ ଆସନ୍ତୁ ମହାପ୍ରଭୁଙ୍କ ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ଏହି ହୃଦୟସ୍ପର୍ଶୀ କାହାଣୀ। ଜଗନ୍ନାଥଙ୍କ କରୁଣାରେ ବଦଳିଗଲା ଜଣେ କ୍ୟାନ୍ସର ରୋଗୀଙ୍କ ଜୀବନ। ଜୟ ଜଗନ୍ନାଥ। ଓଡ଼ିଶାର କଟକ ଜିଲ୍ଲାର ଏକ ଶାନ୍ତ ପଡ଼ାରେ ରହୁଥିଲେ ଅନିରୁଦ୍ଧ ମିଶ୍ର। ବୟସ ମାତ୍ର 42 ବର୍ଷ। ସେ ଏକ ଘରୋଇ କମ୍ପାନୀରେ ଏକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ବଡ଼ ଧନୀ ନୁହଁ, କିନ୍ତୁ ଅଭାବୀ ମଧ୍ୟ ନୁହଁ। ମଧ୍ୟବିତ୍ତ ପରିବାରର ଛୋଟ ଛୋଟ ସ୍ୱପ୍ନରେ ତାଙ୍କ ଜୀବନ ଭରିଥିଲା। ତାଙ୍କ ସ୍ତ୍ରୀ ସୁଚିସ୍ମିତା ଜଣେ ଗୃହିଣୀ, ପୁଅ ସାର୍ଥକ 10ମ ଶ୍ରେଣୀରେ ପଢ଼ୁଥିଲା ଏବଂ ଝିଅ ସ୍ୱସ୍ତିକା 7ମ ଶ୍ରେଣୀର ଛାତ୍ରୀ। ସେମାନଙ୍କ ଘରର ସବୁଠାରୁ ବଡ଼ ସମ୍ପଦ ଥିଲା ପରସ୍ପର ପ୍ରତି ଭଲ ପାଇବା। ପ୍ରତିଦିନ ସକାଳେ ଅନିରୁଦ୍ଧ ସ୍ନାନ କରି ଠାକୁର ଘରକୁ ଯାଉଥିଲେ। ସେଠାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଛୋଟ ମୂର୍ତ୍ତି ଥିଲା। ଦୀପ ଜଳାଇ ସେ କେବଳ ଗୋଟିଏ ପ୍ରାର୍ଥନା କରୁଥିଲେ, ହେ ମହାପ୍ରଭୁ, ଆମ ପରିବାରକୁ ସୁସ୍ଥ ରଖନ୍ତୁ, ସତ୍ ପଥରେ ଚାଲିବାର ଶକ୍ତି ଦିଅନ୍ତୁ। ସେ କେବେ ଧନ ସମ୍ପତ୍ତି ମାଗୁନଥିଲେ, କେବଳ ଶାନ୍ତି ଏବଂ ସମସ୍ତଙ୍କ ସୁସ୍ଥତା କାମନା କରୁଥିଲେ। କିନ୍ତୁ ମଣିଷ ଭାବିଥାଏ ଗୋଟିଏ, ଜୀବନ ଦେଖାଏ ଆଉ ଗୋଟିଏ। ଦିନେ ଅଫିସରେ କାମ କରୁଥିଲା ବେଳେ ଅନିରୁଦ୍ଧଙ୍କ ଛାତିରେ ହାଲୁକା କଷ୍ଟ ହେଲା। ସେ ଭାବିଲେ ବୋଧେ ଗ୍ୟାସ୍ କିମ୍ବା କ୍ଳାନ୍ତି ହୋଇଥିବ। ଔଷଧ ଖାଇ ପୁଣି କାମରେ ଲାଗିଗଲେ। କିନ୍ତୁ ଦିନକୁ ଦିନ ଶରୀର ଦୁର୍ବଳ ହେବାକୁ ଲାଗିଲା। ଖାଇବାର ଇଚ୍ଛା କମିଗଲା। ଓଜନ ମଧ୍ୟ ହଠାତ୍ କମିବାକୁ ଲାଗିଲା। ସୁଚିସ୍ମିତା ଚିନ୍ତିତ ହୋଇପଡ଼ିଲେ। ଆଉ ବିଳମ୍ବ କରନ୍ତୁ ନାହିଁ, କାଲି ହିଁ ଡକ୍ଟର ପାଖକୁ ଯିବା। ପରଦିନ ସହରରେ ଜଣେ ଅନୁଭବୀ ଡାକ୍ତରଙ୍କ ପାଖକୁ ଯାଇ ବିଭିନ୍ନ ପରୀକ୍ଷା କରାଗଲା। ରିପୋର୍ଟ ଆସିବାର 5 ଦିନ ଲାଗିଲା। ସେହି 5 ଦିନ ଅନିରୁଦ୍ଧଙ୍କ ପାଇଁ 5 ବର୍ଷ ପରି ଲାଗୁଥିଲା। ରିପୋର୍ଟ ହାତରେ ଧରି ଡାକ୍ତର କିଛି କ୍ଷଣ ନୀରବ ରହିଲେ। ତାପରେ ଶାନ୍ତ ସ୍ୱରରେ କହିଲେ, ଭୟ କରିବେ ନାହିଁ, ଆପଣଙ୍କୁ କିଛି ଅଧିକ ପରୀକ୍ଷା ଦରକାର। ରିପୋର୍ଟରେ କିଛି ପରିବର୍ତ୍ତନ ଦେଖାଯାଉଛି। ଡାକ୍ତରଙ୍କ ମୁହଁ ଗଭୀରତା ଦେଖି ସୁଚିସ୍ମିତା ହୃଦୟ ଜୋରରେ କମ୍ପି ଉଠିଲା। ସେ ଚୁପଚାପ ମହାପ୍ରଭୁଙ୍କୁ ମନେ ମନେ ଡାକିଲେ, ହେ ଜଗନ୍ନାଥ, ଯାହା ହେଉ ଆମକୁ ସାହା ହୁଅ। ସେତେବେଳେ କେହି ଜାଣିନଥିଲେ ଯେ ଏହି ରିପୋର୍ଟ ସେମାନଙ୍କର ସାରା ଜୀବନର ଦିଗ ବଦଳାଇ ଦେବ। ସକାଳ ପ୍ରାୟ 10ଟା। କଟକର ସେହି ବଡ଼ ହସ୍ପିଟାଲର କରିଡରରେ ଅନିରୁଦ୍ଧ ଏବଂ ସୁଚିସ୍ମିତା ଚୁପଚାପ ବସିଥିଲେ। ଦୁହିଁଙ୍କ ମନରେ ଗୋଟିଏ ପ୍ରଶ୍ନ, ରିପୋର୍ଟରେ କ'ଣ ଆସିଛି? ନର୍ସ ଆସି କହିଲେ, ମିଶ୍ରବାବୁ, ଡାକ୍ତର ସାର୍ ଡାକୁଛନ୍ତି। ଦୁହେଁ ଧୀରେ ଧୀରେ ଡାକ୍ତରଙ୍କ କ୍ୟାବିନ୍କୁ ଗଲେ। ଡାକ୍ତର ରିପୋର୍ଟଟି ଟେବୁଲ ଉପରେ ରଖି କହିଲେ, ମିଶ୍ରବାବୁ, ଆପଣ ମାନସିକ ଭାବେ ଦୃଢ଼ ରୁହନ୍ତୁ। ଆମେ ଯେଉଁ ପରୀକ୍ଷା କରିଲୁ ସେଥିରେ କ୍ୟାନ୍ସର ଧରାପଡ଼ିଛି। କିନ୍ତୁ ମନେ ରଖନ୍ତୁ, ଚିକିତ୍ସାର ସୁଯୋଗ ଅଛି। ଆମେ ସମୟ ନଷ୍ଟ କରିବା ଉଚିତ ନୁହେଁ। ଏହି କଥା ଶୁଣି ସୁଚିସ୍ମିତାଙ୍କ ହାତରୁ ପାଣି ବୋତଲଟି ଖସି ପଡ଼ିଲା। ଅନିରୁଦ୍ଧ କିଛି କହିପାରିଲେ ନାହିଁ। ତାଙ୍କୁ ଲାଗିଲା ଯେମିତି ସାରା ପୃଥିବୀ ହଠାତ୍ ନୀରବ ହୋଇଯାଇଛି। ଡାକ୍ତର କହିଲେ, ଭୟ କରନ୍ତୁ ନାହିଁ। ଆଜିକାଲି ଅନେକ ରୋଗୀ ଚିକିତ୍ସା ପରେ ସାଧାରଣ ଜୀବନ ବିତାଉଛନ୍ତି। ସମୟରେ ଚିକିତ୍ସା, ସକାରାତ୍ମକ ମନୋଭାବ ଏବଂ ପରିବାରର ସହଯୋଗ ବହୁତ ଜରୁରୀ। ହସ୍ପିଟାଲରୁ ବାହାରିବା ପରେ ଦୁହେଁ କିଛି ସମୟ ଗାଡ଼ିରେ ବସି ରହିଲେ। ସୁଚିସ୍ମିତାଙ୍କ ଆଖିରୁ
ଲୁହ ବହୁଥିଲା। ଅନିରୁଦ୍ଧ ତାଙ୍କ ହାତ ଧରି କହିଲେ, କାନ୍ଦନି, ତମେ ଯଦି ଭାଙ୍ଗି ପଡ଼ିବ ପିଲାଙ୍କୁ କିଏ ସାହସ ଦେବ? ଘରକୁ ଫେରିବା ପରେ ସାର୍ଥକ ବାପାଙ୍କ ମୁହଁ ଦେଖି ପଚାରିଲେ, ବାପା, ଡାକ୍ତର କ'ଣ କହିଲେ? ଅନିରୁଦ୍ଧ ହସିବାକୁ ଚେଷ୍ଟା କରି କହିଲେ, ଟିକେ ଚିକିତ୍ସା ହେବ, ମୁଁ ଶୀଘ୍ର ଭଲ ହୋଇଯିବି। ଠିକ୍ ସେହି ରାତିରେ ଘରର ସମସ୍ତେ ଶୋଇଯିବା ପରେ ସେ ଏକାକୀ ଠାକୁର ଘରକୁ ଗଲେ। ଦୀପଟିଏ ଏଯାଏଁ ଜଳୁଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଆଗରେ ବସି ସେ ଧୀର ସ୍ୱରରେ କହିଲେ, ହେ କାଳିଆ ସାଆନ୍ତ, ମୁଁ ଜୀବନରେ କେବେ କାହାର ଖରାପ କରିନାହିଁ। ଯଦି ଏହା ମୋର ପରୀକ୍ଷା, ତେବେ ମୋତେ ସହିବାର ଶକ୍ତି ଦିଅ। ମୋ ପିଲାମାନଙ୍କ ମୁଣ୍ଡ ଉପରୁ ବାପାର ହାତ କେବେ ଉଠାଇ ଦିଅନି। ସେହି ସମୟରେ ତାଙ୍କ ଝିଅ ସ୍ୱସ୍ତିକା ଚୁପଚାପ ଆସି ବାପାଙ୍କ ପାଖରେ ବସିଗଲା। ସେ କହିଲା, ବାପା ତୁମେ କାନ୍ଦୁଛ କି? ଅନିରୁଦ୍ଧ ତୁରନ୍ତ ଆଖି ପୋଛିଦେଲେ। ନା ମା, ମୁଁ ମହାପ୍ରଭୁଙ୍କ ସହ କଥା ହେଉଥିଲି। ସ୍ୱସ୍ତିକା ଛୋଟ ହାତ ଦୁଇଟି ଯୋଡ଼ି କହିଲା, ହେ ଜଗନ୍ନାଥ, ମୋ ବାପାଙ୍କୁ ଶୀଘ୍ର ଭଲ କରିଦିଅ। ସେଇ ଛୋଟ ପ୍ରାର୍ଥନା ଶୁଣି ଅନିରୁଦ୍ଧଙ୍କ ଆଖିରୁ ପୁଣି ଲୁହ ଝଲସିଗଲା। ସେ ଜାଣିନଥିଲେ ଆଗକୁ ଆହୁରି କେତେ ବଡ଼ ପରୀକ୍ଷା ତାଙ୍କୁ ଅପେକ୍ଷା କରିଛି। ପରଦିନ ସକାଳେ ଅନିରୁଦ୍ଧ ଓ ସୁଚିସ୍ମିତା ପୁଣି ଡାକ୍ତରଙ୍କ ପାଖକୁ ଗଲେ। ସମସ୍ତ ରିପୋର୍ଟ ଦେଖି ଡାକ୍ତର ଚିକିତ୍ସାର ସମ୍ପୂର୍ଣ୍ଣ ଯୋଜନା ବୁଝାଇଦେଲେ। ପ୍ରଥମେ କିଛି ଔଷଧ ଆରମ୍ଭ କରିବାକୁ ପଡ଼ିବ, ତାପରେ ଆବଶ୍ୟକ ହେଲେ କେମୋଥେରାପି କରିବାକୁ ପଡ଼ିବ। ନିୟମିତ ପରୀକ୍ଷା ମଧ୍ୟ କରିବାକୁ ହେବ। ସୁଚିସ୍ମିତା ସାହସ କରି ପଚାରିଲେ, ଡାକ୍ତର ବାବୁ, ଚିକିତ୍ସାରେ ପ୍ରାୟ କେତେ ଖର୍ଚ୍ଚ ହେବ? ଡାକ୍ତର ଏକ କାଗଜରେ ଆନୁମାନିକ ଖର୍ଚ୍ଚ ଲେଖିଦେଲେ। ସେହି ଅଙ୍କ ଦେଖି ଦୁହେଁ ନୀରବ ହୋଇଗଲେ। ଏତେ ଟଙ୍କା ସେମାନଙ୍କ ପାଇଁ ଯୋଗାଡ଼ କରିବା ସହଜ ନଥିଲା। ଘରକୁ ଫେରି ଅନିରୁଦ୍ଧ ଚୁପଚାପ ବାରଣ୍ଡାରେ ବସି ରହିଲେ। ଘରର EMI, ପିଲାମାନଙ୍କର ପଢ଼ା, ଘର ଖର୍ଚ୍ଚ, ଏବେ ପୁଣି ଏତେ ବଡ଼ ଚିକିତ୍ସା। ସୁଚିସ୍ମିତା ଆସି ତାଙ୍କ ପାଖରେ ବସି କହିଲେ, ଟଙ୍କା ପୁଣି ଆସିଯିବ, କିନ୍ତୁ ତୁମେ ଆମ ପାଇଁ ସବୁଠାରୁ ବଡ଼ ସମ୍ପଦ। ଆମେ ସମସ୍ତେ ମିଶି ଏହି ଲଢ଼େଇ ଲଢ଼ିବା। ସେହି ସମୟରେ ସାର୍ଥକ ତାର କୁମ୍ପି ଆଣି ବାପାଙ୍କ ହାତରେ ଦେଲା। ବାପା, ଏଥିରେ ମୋର ସବୁ ସଞ୍ଚୟ ଅଛି। ମୋ ପାଇଁ ନୁହେଁ, ତୁମ ଚିକିତ୍ସା ପାଇଁ ରଖ। ସ୍ୱସ୍ତିକା ମଧ୍ୟ ନିଜ ଛୋଟ ସଞ୍ଚୟ ବାକ୍ସଟି ଆଣିଲା। ଅନିରୁଦ୍ଧ ଦୁଇ ପିଲାଙ୍କୁ କୋଳରେ ନେଇ କାନ୍ଦି ପକାଇଲେ। ସେହି ରାତିରେ ସୁଚିସ୍ମିତା ଠାକୁର ଘରେ ଦୀପ ଜଳାଇ ମହାପ୍ରଭୁଙ୍କୁ କହିଲେ, ହେ ଜଗନ୍ନାଥ, ଆମେ ଧନ ମାଗୁନାହୁଁ, କେବଳ ଏତିକି କରନ୍ତୁ ଯେ ଆମେ କେବେ ସାହସ ହାରିବୁ ନାହିଁ। ପରଦିନ ଅଫିସରେ ଅନିରୁଦ୍ଧଙ୍କ ରୋଗ ବିଷୟରେ ଖବର ପହଞ୍ଚିଗଲା। ତାଙ୍କ ସହକର୍ମୀମାନେ କହିଲେ, ଆପଣ ଚିନ୍ତା କରନ୍ତୁ ନାହିଁ, ଯାହା ସମ୍ଭବ ହେବ ଆମେ ସମସ୍ତେ ମିଶି ସହଯୋଗ କରିବୁ। ଅନିରୁଦ୍ଧଙ୍କ ଆଖିରେ ଭିଜିଗଲା। ସେ ଅନୁଭବ କଲେ ବିପଦ ସମୟରେ କେବଳ ଟଙ୍କା ନୁହେଁ, ମଣିଷର ଭଲ ପାଇବା ଏବଂ ସହଯୋଗ ବହୁତ ବଡ଼ ଶକ୍ତି। ସେହି ରାତିରେ ଶୋଇବା ବେଳେ ସେ ମନେ ମନେ କହିଲେ, ହେ ମହାପ୍ରଭୁ, ଆପଣ ବୋଧେ ଏହିସବୁ ଲୋକଙ୍କ ମାଧ୍ୟମରେ ମୋତେ ସାହସ ଦେଉଛନ୍ତି। ଚିକିତ୍ସା ଆରମ୍ଭ ହୋଇ 15 ଦିନ ବିତି ଯାଇଥିଲା। ଔଷଧର ପ୍ରଭାବରେ ଅନିରୁଦ୍ଧଙ୍କ ଶରୀର ଦିନକୁ ଦିନ ଦୁର୍ବଳ ହେଉଥିଲା। ଖାଇବାରେ ରୁଚି ନଥିଲା। ରାତିରେ ଠିକ୍ରେ ନିଦ ମଧ୍ୟ ହେଉନଥିଲା। ତଥାପି ପ୍ରତିଦିନ ସକାଳେ ସେ ଠାକୁର ଘରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଥିଲେ। ଗୋଟିଏ ରବିବାର ସକାଳେ ସେ ଘର ପାଖରେ ଛୋଟ ପାର୍କରେ ଟିକେ ବୁଲିବାକୁ ଗଲେ। ସେଠାରେ ଗୋଟିଏ ବେଞ୍ଚ ଉପରେ ଧଳା ଧୋତି ଓ କଳା କୁର୍ତ୍ତା ପିନ୍ଧିଥିବା ଜଣେ ବୃଦ୍ଧ ମାଳା ଜପ କରୁଥିଲେ। ଅନିରୁଦ୍ଧ ତାଙ୍କ ପାଖରେ ଯାଇ ବସିଲେ। ବୃଦ୍ଧ ହସି କହିଲେ, ବାବୁ, ତୁମ ମୁହଁରେ ବହୁତ ଚିନ୍ତା ଦେଖାଯାଉଛି। ଅନିରୁଦ୍ଧ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଆପଣ କେମିତି ଜାଣିଲେ? ବୃଦ୍ଧ ଶାନ୍ତ ସ୍ୱରରେ କହିଲେ, ଆଖି ମନର କଥା କହିଦିଏ। କିଛି ସମୟ ପରେ ଅନିରୁଦ୍ଧ ନିଜ ରୋଗ ଓ ପରିବାରର ଚିନ୍ତା ଏବଂ ଭବିଷ୍ୟତର ଭୟ ବିଷୟରେ ସବୁ କଥା କହିଦେଲେ। ସବୁ ଶୁଣି ବୃଦ୍ଧ କହିଲେ, ବାବୁ, ରୋଗ ସହ ଲଢ଼େଇ ଡାକ୍ତର କରନ୍ତି, କିନ୍ତୁ ସେହି ଲଢ଼େଇ ଜିତିବା ପାଇଁ ମନର ଶକ୍ତି ଦରକାର। ସେହି ଶକ୍ତି ଭଗବାନଙ୍କ ଉପରେ ବିଶ୍ୱାସରୁ ମିଳେ। ଅନିରୁଦ୍ଧ ନୀରବ ହୋଇ ଶୁଣୁଥିଲେ। ବୃଦ୍ଧ ପୁଣି କହିଲେ, ମନେ ରଖ, ମହାପ୍ରଭୁ କହନ୍ତି ନାହିଁ ଯେ ତୁମ ଜୀବନରେ କଷ୍ଟ ଆସିବ ନାହିଁ। ସେ କେବଳ ଏତିକି କୁହନ୍ତି
ସଙ୍କେତ ଅଛି। ଏହି କଥା ଶୁଣି ଅନିରୁଦ୍ଧଙ୍କ ଆଖିରେ ଲୁହରେ ଭରିଗଲା। ବୃଦ୍ଧ ନିଜ ବ୍ୟାଗ୍ରୁ ଏକ ଛୋଟ ଜଗନ୍ନାଥଙ୍କ ଫଟୋ ବାହାର କରି ତାଙ୍କ ହାତରେ ଦେଲେ। ଏହାକୁ ପାଖରେ ରଖ, ପ୍ରତିଦିନ ନାମସ୍ମରଣ କର, ଆଉ ସବୁଠାରୁ ବଡ଼ କଥା, ଡାକ୍ତରଙ୍କ କଥା ମାନି ନିୟମିତ ଚିକିତ୍ସା କର। ଭକ୍ତି ଓ ଚିକିତ୍ସା ଦୁହେଁ ସାଙ୍ଗେ ସାଙ୍ଗେ ଚାଲିବ। ଅନିରୁଦ୍ଧ ଦୁଇ ହାତ ଯୋଡ଼ି କହିଲେ, ଆଜି ଆପଣ ମୋତେ ନୂଆ ସାହସ ଦେଲେ। ନୁଆଇ ତାଙ୍କୁ ପ୍ରଣାମ କଲେ। କିନ୍ତୁ କିଛି ମୁହୂର୍ତ୍ତ ପରେ ସେହି ବୃଦ୍ଧ ସେଠାରେ ନଥିଲେ। ଚାରିପଟେ ଖୋଜିଲେ ତାଙ୍କର କୌଣସି ଖବର ମିଳିଲା ନାହିଁ। ଅନିରୁଦ୍ଧଙ୍କ ହାତରେ କେବଳ ସେହି ଛୋଟ ଜଗନ୍ନାଥଙ୍କ ଫଟୋଟି ଥିଲା। ସେ ଫଟୋକୁ ହୃଦୟରେ ଲଗାଇ ଧୀର ସ୍ୱରରେ କହିଲେ, ହେ କାଳିଆ ସାନ୍ତ, ଏ କି ଆପଣଙ୍କର ହିଁ କୌଣସି ସଙ୍କେତ? ସେହି ଦିନଠାରୁ ଅନିରୁଦ୍ଧଙ୍କ ମନରେ ଏକ ନୂଆ ଦୃଢ଼ତା ଜନ୍ମ ନେଲା। ସେ ନିଷ୍ପତ୍ତି ନେଲେ ଯେ ସେ ଆଉ ଭୟରେ ନୁହେଁ, ସାହସ ସହିତ ଏହି ରୋଗ ସହ ଲଢ଼ିବେ ଏବଂ ଡାକ୍ତରଙ୍କ ପ୍ରତ୍ୟେକ ପରାମର୍ଶକୁ ନିୟମିତ ଭାବେ ପାଳନ କରିବେ। ବୃଦ୍ଧଙ୍କ ସହ ସେହି ଅଦ୍ଭୁତ ସାକ୍ଷାତ ପରେ ଅନିରୁଦ୍ଧଙ୍କ ଜୀବନରେ ଏକ ନୂଆ ପରିବର୍ତ୍ତନ ଆସିଥିଲା। ରୋଗ ସେହି ଥିଲା, ଔଷଧ ମଧ୍ୟ ସେହି ଥିଲା, କିନ୍ତୁ ତାଙ୍କ ମନ ବଦଳି ଯାଇଥିଲା। ପ୍ରତିଦିନ ସକାଳେ ସେ ଜଗନ୍ନାଥଙ୍କର ସେହି ଛୋଟ ଫଟୋଟିକୁ ହାତରେ ଧରି କହୁଥିଲେ, ହେ କାଳିଆ ସାନ୍ତ, ମୋତେ କେବଳ ସାହସ ଦିଅ, ବାକି ସବୁ ଆପଣଙ୍କ ଇଚ୍ଛା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ନିୟମିତ ଚାଲିଥିଲା। ଔଷଧର ପ୍ରଭାବରେ କେବେ ବାନ୍ତି ହେଉଥିଲା, କେବେ ଭୟଙ୍କର ଦୁର୍ବଳତା ଆସୁଥିଲା। ତଥାପି ସେ ହାର ମାନି ନଥିଲେ। ଏକ ରାତିରେ ଅନିରୁଦ୍ଧ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ସେ ଦେଖିଲେ ପୁରୀର ବଡ଼ଦାଣ୍ଡ ଭକ୍ତମାନଙ୍କରେ ପରିପୂର୍ଣ୍ଣ। ଶଙ୍ଖ ଧ୍ୱନି, ଘଣ୍ଟାର ନାଦ ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ମୁଖରିତ। ଦୂରରୁ ଶ୍ରୀମନ୍ଦିରର ନୀଳଚକ୍ର ଚମକୁଥିଲା। ଠିକ୍ ସେହି ସମୟରେ କେହି ଧୀର ସ୍ୱରରେ କହିଲେ, ଆସ, ମୁଁ ଅପେକ୍ଷା କରିଛି। ଅନିରୁଦ୍ଧ ଚାରିଆଡ଼େ ଚାହିଁଲେ, କେହି ଦେଖାଯାଉନଥିଲେ। ହଠାତ୍ ନିଦ ଭାଙ୍ଗିଗଲା। ତାଙ୍କ ଶରୀର ଝାଳରେ ଭିଜି ଯାଇଥିଲା, କିନ୍ତୁ ମନରେ ଅଜଣା ଶାନ୍ତି ଥିଲା। ସକାଳେ ସେ ସ୍ୱପ୍ନ ବିଷୟରେ ସୁଚିସ୍ମିତାକୁ କହିଲେ। ସୁଚିସ୍ମିତା କିଛି ସମୟ ନୀରବ ରହି କହିଲେ, ଚିକିତ୍ସା ମଝିରେ ଯଦି ଡାକ୍ତର ଅନୁମତି ଦିଅନ୍ତି, ତେବେ ଆମେ ଥରେ ପୁରୀ ଯିବା, ମହାପ୍ରଭୁଙ୍କ ଦର୍ଶନ କରି ଆସିବା। ଅନିରୁଦ୍ଧଙ୍କ ଆଖିରେ ଆଶାର ଆଲୋକ ଝଲସି ଉଠିଲା। କିଛି ଦିନ ପରେ ଫଲୋ ଅପ୍ ଚେକଅପ୍ ପାଇଁ ସେମାନେ ଡାକ୍ତରଙ୍କ ପାଖକୁ ଗଲେ। ଡାକ୍ତରଙ୍କ ରିପୋର୍ଟ ଦେଖି କହିଲେ, ଚିକିତ୍ସାରେ ଆପଣ ଭଲ ସହଯୋଗ କରୁଛନ୍ତି। 2 ଦିନ ବିଶ୍ରାମ ନେଇ ଛୋଟ ଯାତ୍ରା କରିପାରିବେ, କିନ୍ତୁ ଔଷଧ ଏବଂ ସମସ୍ତ ସାବଧାନତା ନିଶ୍ଚୟ ପାଳନ କରିବେ। ଡାକ୍ତରଙ୍କ କଥା ଶୁଣି ସୁଚିସ୍ମିତା ଖୁସି ହୋଇଗଲେ। ଘରକୁ ଫେରି ସେ କହିଲେ, ଲାଗୁଛି ମହାପ୍ରଭୁ ନିଜେ ଆମକୁ ଡାକୁଛନ୍ତି। ସାର୍ଥକ ଏବଂ ସ୍ୱସ୍ତିକା ଖୁସିରେ ନାଚି ଉଠିଲେ, ଆମେ ପୁରୀ ଯିବା, ମହାପ୍ରଭୁଙ୍କୁ ଦର୍ଶନ କରିବା। ଆମେ ପୁରୀ ଯିବା, ମହାପ୍ରଭୁଙ୍କ ଦର୍ଶନ କରିବା। ସେହି ରାତିରେ ଅନିରୁଦ୍ଧ ପୁଣି ଠାକୁର ଘରେ ବସି ପ୍ରାର୍ଥନା କଲେ, ହେ ଜଗନ୍ନାଥ, ମୁଁ କୌଣସି ଚମତ୍କାର ମାଗୁନାହିଁ, କେବଳ ଆପଣଙ୍କ ଦର୍ଶନ କରିବାର ସୌଭାଗ୍ୟ ଦିଅନ୍ତୁ। ମୋ ମନକୁ ଦୃଢ଼ କରନ୍ତୁ, ଯାହାଦ୍ୱାରା ମୁଁ ଏହି ଚିକିତ୍ସାର ପ୍ରତ୍ୟେକ ପର୍ଯ୍ୟାୟକୁ ସାହସର ସହ ସାମ୍ନା କରିପାରିବି। ପୁରୀ ଯିବାର ଦିନ ଆସିଗଲା। ସକାଳ 5ଟାରେ ଅନିରୁଦ୍ଧଙ୍କ ଘରେ ସମସ୍ତେ ଉଠି ପଡ଼ିଲେ। ସୁଚିସ୍ମିତା ଯାତ୍ରା ପାଇଁ ଆବଶ୍ୟକ ଔଷଧ, ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ଏବଂ ଖାଦ୍ୟ ଗୋଟିଏ ବ୍ୟାଗ୍ରେ ସଜାଇ ରଖିଲେ। ଘରୁ ବାହାରକୁ ଯିବା ପୂର୍ବରୁ ସମସ୍ତେ ଠାକୁର ଘରରେ ଦୀପ ଜଳାଇ ମହାପ୍ରଭୁଙ୍କୁ ପ୍ରଣାମ କଲେ। ଅନିରୁଦ୍ଧ ଧୀର ସ୍ୱରରେ କହିଲେ, ହେ କାଳିଆ ସାନ୍ତ, ଆଜି ମୁଁ ଆପଣଙ୍କ ପାଖକୁ ଭକ୍ତ ହୋଇ ଯାଉଛି। ମୁଁ ରୋଗ ନୁହେଁ, ସାହସ ମାଗିବି। ସେମାନେ ଟ୍ରେନରେ ବସି ପୁରୀ ଅଭିମୁଖେ ଯାତ୍ରା କଲେ। ଝରକା ବାହାରେ ସବୁଜ ଧାନ କ୍ଷେତ, ଛୋଟ ଛୋଟ ନଦୀ ଏବଂ ଗାଁର ଦୃଶ୍ୟ ଦେଖି ଅନିରୁଦ୍ଧଙ୍କ ମନ କିଛିଟା ହାଲୁକା ହୋଇଗଲା। ସାର୍ଥକ କହିଲା, ବାବା ଦେଖ, ଆଉ କିଛି ଘଣ୍ଟା ପରେ ଆମେ ମହାପ୍ରଭୁଙ୍କୁ ଦେଖିବା। ଅନିରୁଦ୍ଧ ହସିଲେ। ଦୀର୍ଘ ଦିନ ପରେ ତାଙ୍କ ମୁହଁରେ ସେହି ହସ ଫୁଟିଥିଲା। ଦିନ ଦ୍ୱିପ୍ରହର ବେଳକୁ ସେମାନେ ପୁରୀ ଷ୍ଟେସନରେ ପହଞ୍ଚିଲେ। ଷ୍ଟେସନ ବାହାରିବା ମାତ୍ରେ ଚାରିଆଡ଼େ ଶୁଣାଗଲା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସେହି ଧ୍ୱନି ଶୁଣି ଅନିରୁଦ୍ଧଙ୍କ ଆଖିରୁ ଅଜାଣତରେ ଭିଜିଗଲା। ଅଟୋରେ ବସି ସେମାନେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ଆଡ଼କୁ ଯାଉଥିଲେ।
ହଠାତ୍ ଅନିରୁଦ୍ଧଙ୍କ ଦୃଷ୍ଟି ନୀଳଚକ୍ର ଉପରେ ପଡ଼ିଲା। ସେ ଦୁଇ ହାତ ଯୋଡ଼ି ଆଖି ବନ୍ଦ କରିଦେଲେ। କିଛି କ୍ଷଣ ପାଇଁ ସେ ନିଜ ରୋଗ, ଭୟ ଓ ଚିନ୍ତାକୁ ଭୁଲିଗଲେ। ପରଦିନ ସକାଳେ ସେମାନେ ଶ୍ରୀମନ୍ଦିର ଦର୍ଶନ ପାଇଁ ଗଲେ। ଭକ୍ତମାନଙ୍କ ଲମ୍ବା ଧାଡ଼ି ଥିଲା। ସମସ୍ତେ ଧୈର୍ଯ୍ୟର ସହ ଅପେକ୍ଷା କରୁଥିଲେ। ଅନିରୁଦ୍ଧ ଧୀରେ ଧୀରେ ଆଗକୁ ବଢ଼ୁଥିଲେ। କିଛି ଶେଷରେ ସେହି ମୁହୂର୍ତ୍ତ ଆସିଲା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ। ଅନିରୁଦ୍ଧଙ୍କ ଆଖିରୁ ଅବିରତ ଲୁହ ବହିବାକୁ ଲାଗିଲା। ସେ କୌଣସି କଥା କହିପାରୁନଥିଲେ। ସେ କେବଳ ମନେ ମନେ କହିଲେ, ହେ ପ୍ରଭୁ ଆପଣ ସେ କେବଳ ମନେ ମନେ କହିଲେ, ହେ ମହାପ୍ରଭୁ, ଆପଣ ମୋ ସହିତ ଅଛନ୍ତି। ଏହା ହିଁ ମୋ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ। ମୋତେ ଏହି ରୋଗ ସହ ଲଢ଼ିବାକୁ ଶକ୍ତି ଦିଅନ୍ତୁ। ଦର୍ଶନ ପରେ ସେମାନେ ମହାପ୍ରସାଦ ଗ୍ରହଣ କଲେ। ଅନିରୁଦ୍ଧ ବହୁଦିନ ପରେ ମନରୁ ହସିଲେ। ସୁଚିସ୍ମିତା ତାଙ୍କୁ ଦେଖି କହିଲେ, ଆଜି ତୁମ ମୁହଁରେ ଯେଉଁ ଶାନ୍ତି ଦେଖୁଛି, ଗତ କେତେ ମାସ ହେଲା ମୁଁ ଦେଖିନଥିଲି। ଅନିରୁଦ୍ଧ ଉତ୍ତର ଦେଲେ, ରୋଗ ଏବେ ମଧ୍ୟ ଅଛି, ଚିକିତ୍ସା ଏବେ ମଧ୍ୟ ଚାଲିଛି, କିନ୍ତୁ ଆଜି ମୋ ମନରୁ ଭୟ ଚାଲିଗଲା। ମୋତେ ଲାଗୁଛି ମୁଁ ଏହି ଲଢ଼େଇ ଜିତିପାରିବି। ପୁରୀରୁ ଫେରିବା ପରେ ଅନିରୁଦ୍ଧଙ୍କ ମନରେ ଏକ ଅଦ୍ଭୁତ ଶାନ୍ତି ଆସିଥିଲା। ରୋଗ ଯେମିତିକି ସେମିତି ଥିଲା, କିନ୍ତୁ ତାଙ୍କ ଚିନ୍ତାଧାରା ବଦଳି ଯାଇଥିଲା। ପ୍ରତିଦିନ ସକାଳେ ସେ ମହାପ୍ରଭୁଙ୍କ ଫଟୋ ସାମ୍ନାରେ ବସି କିଛି ସମୟ ନାମ ଜପ କରୁଥିଲେ। ତାପରେ ସମୟରେ ଔଷଧ ଖାଉଥିଲେ ଏବଂ ଡାକ୍ତର କହିଥିବା ନିୟମକୁ କଠୋର ଭାବେ ପାଳନ କରୁଥିଲେ। ଦିନେ ସୁଚିସ୍ମିତା ଆଶ୍ଚର୍ଯ୍ୟ ହୋଇ କହିଲେ, ଆଜି ତୁମେ ଗତ କିଛି ଦିନ ଅପେକ୍ଷା ଟିକେ ଭଲ ଦେଖାଯାଉଛ। ଅନିରୁଦ୍ଧ ହସି କହିଲେ, ବୋଧହୁଏ ମନ ଶାନ୍ତ ହେଲେ ଶରୀର ମଧ୍ୟ ଧୀରେ ଧୀରେ ସହଯୋଗ କରିବାକୁ ଲାଗେ। କିଛି ଦିନ ପରେ ତାଙ୍କର ପୁଣି ରକ୍ତ ପରୀକ୍ଷା ହେଲା। ରିପୋର୍ଟ ହାତରେ ନେଇ ସେମାନେ ଡାକ୍ତରଙ୍କ କ୍ୟାବିନ୍ରେ ବସିଥିଲେ। ଡାକ୍ତର ରିପୋର୍ଟ ଦେଖି ହାଲୁକା ହସି କହିଲେ, ଭଲ କଥା, ଆପଣଙ୍କ ଶରୀର ଚିକିତ୍ସାକୁ ଭଲ ଭାବେ ସହଯୋଗ କରୁଛି। ଆମେ ଏହିଭଳି ଚିକିତ୍ସା ଜାରି ରଖିବା। ଏହି କଥା ଶୁଣି ସୁଚିସ୍ମିତାଙ୍କ ଆଖିରେ ଖୁସିର ଲୁହ ଆସିଗଲା। ହସ୍ପିଟାଲରୁ ବାହାରିବା ପରେ ଅନିରୁଦ୍ଧ ଆକାଶ ଆଡ଼କୁ ଚାହିଁ ଧୀରେ କହିଲେ, ଧନ୍ୟବାଦ ମହାପ୍ରଭୁ, ଏହି ସାହସ ଏମିତି ରଖନ୍ତୁ। ସେହି ସନ୍ଧ୍ୟାରେ ଘରେ ଏକ ଛୋଟ ଖୁସିର ପରିବେଶ ଥିଲା। ସାର୍ଥକ କହିଲା, ବାପା, ତୁମେ ଦେଖିବ, ତୁମେ ପୁରାପୁରି ଭଲ ହୋଇଯିବ। ଆମେ ସମସ୍ତେ ପୁଣି ମିଶିକି ପୁରୀ ଯିବା। ସ୍ୱସ୍ତିକା ହସି କହିଲା, ଆଉ ଏଥର ମୁଁ ମହାପ୍ରଭୁଙ୍କ ପାଇଁ ବଡ଼ ଫୁଲମାଳ ନେଇଯିବି। ସମସ୍ତେ ହସି ପକାଇଲେ। ଅନେକ ଦିନ ପରେ ସେହି ଘରେ ହସର ଶବ୍ଦ ଶୁଣାଗଲା। କିନ୍ତୁ ଜୀବନର ପରୀକ୍ଷା ଏତିକିରେ ଶେଷ ହେବାର ନଥିଲା। ସେହି ରାତିରେ ଡାକ୍ତରଙ୍କର ଫୋନ୍ ଆସିଲା, ମିଶ୍ର ବାବୁ, ଆପଣଙ୍କର ପରବର୍ତ୍ତୀ ଚିକିତ୍ସା ପର୍ଯ୍ୟାୟ ଟିକେ କଠିନ ହେବ। ଆପଣଙ୍କୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ। ଫୋନ୍ ରଖିବା ପରେ ଅନିରୁଦ୍ଧ କିଛି ସମୟ ଚୁପ୍ ରହିଲେ। ସେ ଜାଣିଥିଲେ ଲଢ଼େଇ ଏବେ ମଧ୍ୟ ବାକି ଅଛି, କିନ୍ତୁ ସେ ଏଥର ଏକା ନଥିଲେ। ତାଙ୍କ ସହ ଥିଲା ପୁରା ପରିବାର, ଡାକ୍ତରଙ୍କ ଚିକିତ୍ସା ଏବଂ ହୃଦୟରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଟୁଟ ବିଶ୍ୱାସ। ପୁରୀରୁ ଫେରିବାର ପ୍ରାୟ 1 ମାସ ପରେ ଅନିରୁଦ୍ଧଙ୍କ ଚିକିତ୍ସାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେଲା। ସକାଳ 7ଟାରେ ସେ ଓ ସୁଚିସ୍ମିତା ହସ୍ପିଟାଲରେ ପହଞ୍ଚିଲେ। ଚାରିଆଡ଼େ ଅନେକ ରୋଗୀ। ସେମାନଙ୍କର ପରିବାର ଏବଂ ଡାକ୍ତରମାନଙ୍କ ବ୍ୟସ୍ତତା ଦେଖି ଅନିରୁଦ୍ଧ ଭାବିଲେ, ମୁଁ ଏକା ନୁହେଁ, ଏହି ଲଢ଼େଇ ଅନେକ ଲୋକ ଲଢ଼ୁଛନ୍ତି। ନର୍ସ ହସି କହିଲେ, ସାର୍, ଭୟ କରନ୍ତୁ ନାହିଁ, ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ। ଚିକିତ୍ସା ଆରମ୍ଭ ହେଲା। ପ୍ରଥମ ଦିନ ସବୁ ଠିକ୍ ଥିଲା, କିନ୍ତୁ ପରଦିନ ଠାରୁ ଶରୀର ବହୁତ ଦୁର୍ବଳ ହୋଇଗଲା। ବାନ୍ତି, ଅରୁଚି, କ୍ଳାନ୍ତି, କେବେ କେବେ ବିଛଣାରୁ ଉଠିବା ମଧ୍ୟ କଷ୍ଟକର ହେଉଥିଲା। ସୁଚିସ୍ମିତା ଦିନ ରାତି ତାଙ୍କ ପାଖରେ ରହୁଥିଲେ। ରାତି 3ଟାରେ ମଧ୍ୟ ସେ ଗରମ ପାଣି କରୁଥିଲେ, ଔଷଧ ଦେଉଥିଲେ, କପାଳରେ ଥଣ୍ଡା ପାଣିର ପଟି ରଖୁଥିଲେ। ଦିନେ ଅନିରୁଦ୍ଧ ଦୁର୍ବଳ ସ୍ୱରରେ କହିଲେ, ସୁଚି, ମୁଁ ତୁମକୁ ବହୁତ କଷ୍ଟ ଦେଉଛି ନା? ସୁଚିସ୍ମିତା ତୁରନ୍ତ ତାଙ୍କ ମୁହଁରୁ ହାତ ରଖି କହିଲେ, ଏମିତି କଥା ଆଉ କେବେ କହିବ ନାହିଁ। ସୁଖରେ ଯଦି ସାଥୀ ହେଇଛି, ତେବେ ଦୁଃଖରେ ମଧ୍ୟ ହେବି। ଅନିରୁଦ୍ଧଙ୍କ ଆଖି ପୁଣି ଥରେ ଲୁହରେ ଭିଜିଗଲା। ସେହି ସନ୍ଧ୍ୟାରେ ସାର୍ଥକ ଓ ସ୍ୱସ୍ତିକା ଠାକୁର ଘରେ ବସି ଜୟ ଜଗନ୍ନାଥ ନାମ ଜପ କରୁଥିଲେ। ଅନିରୁଦ୍ଧ ଦୂରରୁ ଦେଖୁଥିଲେ। ତାଙ୍କୁ ଲାଗିଲା ମହାପ୍ରଭୁ
ମୋତେ ଏତେ ସୁନ୍ଦର ପରିବାର ଦେଇଛନ୍ତି। ମୁଁ ସେମାନଙ୍କ ପାଇଁ ନିଶ୍ଚୟ ଲଢ଼ିବି। କିଛି ଦିନ ପରେ ପୁଣି ହସ୍ପିଟାଲରେ ଚେକଅପ୍ ହେଲା। ଡାକ୍ତର ରିପୋର୍ଟ ଦେଖି କହିଲେ, ଆପଣଙ୍କ ଶରୀର କଷ୍ଟ ପାଉଛି କିନ୍ତୁ ଚିକିତ୍ସା ଠିକ୍ ଦିଗକୁ ଯାଉଛି, ଧୈର୍ଯ୍ୟ ରଖନ୍ତୁ। ହସ୍ପିଟାଲ ଫେରିଲା ବେଳେ ଅନିରୁଦ୍ଧ ଗାଡ଼ିର ଝରକା ବାହାରକୁ ଚାହିଁ ରହିଲେ। ଆକାଶରେ କଳା ମେଘ ଥିଲା। କିଛି ସମୟ ପରେ ସେହି ମେଘ ଭିତରୁ ସୂର୍ଯ୍ୟର କିରଣ ବାହାରିଲା। ଅନିରୁଦ୍ଧ ହାଲୁକା ହସି କହିଲେ, ଦେଖ ସୁଚି, ଅନ୍ଧାର ଯେତେ ଘନ ହେଉ ସୂର୍ଯ୍ୟ ପୁଣି ବାହାରେ। ସୁଚିସ୍ମିତା ତାଙ୍କ ହାତ ଧରି କହିଲେ, ଆମ ଜୀବନରେ ମଧ୍ୟ ସେହି ସୂର୍ଯ୍ୟ ଉଠିବ। ଅନିରୁଦ୍ଧ ମନେ ମନେ ମହାପ୍ରଭୁଙ୍କୁ ପ୍ରଣାମ କଲେ। ସେ ବୁଝିଗଲେ, ଚମତ୍କାର ମାନେ ରୋଗ ହଠାତ୍ରେ ଗାୟବ ହୋଇଯାଏ ନାହିଁ। ଚମତ୍କାର ହେଉଛି କଠିନ ସମୟରେ ମଧ୍ୟ ମଣିଷର ମନରେ ସାହସ, ଆଶା ଏବଂ ଲଢ଼ିବାର ଶକ୍ତି ଜାଗ୍ରତ ରହିବା। କେମୋଥେରାପିର କିଛି ପର୍ଯ୍ୟାୟ ଶେଷ ହେବା ପରେ ଅନିରୁଦ୍ଧଙ୍କ ଶରୀର ଆଗ ଅପେକ୍ଷା ଅଧିକ ଦୁର୍ବଳ ହୋଇପଡ଼ିଥିଲା। ଡାକ୍ତର କିଛି ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ କହିଲେ। ଏପଟେ ଘରର ସମସ୍ତ ସଞ୍ଚୟ ପ୍ରାୟ ଶେଷ ହେବାକୁ ଯାଉଥିଲା। ବ୍ୟାଙ୍କର ସଞ୍ଚୟ, ଫିକ୍ସଡ ଡିପୋଜିଟ୍, ଏପରିକି ସୁଚିସ୍ମିତାଙ୍କ ବିବାହ ବେଳର କିଛି ସୁନା ଗହଣା ମଧ୍ୟ ବିକ୍ରି କରିବାକୁ ପଡ଼ିଥିଲା। ରାତିରେ ଘରେ ସମସ୍ତେ ଶୋଇଯିବା ପରେ ଅନିରୁଦ୍ଧ ଏକାକୀ ବସି ଖାତା ହିସାବ କରୁଥିଲେ। ସେ ଧୀରେ କହିଲେ, ହେ ମହାପ୍ରଭୁ, ମୋ ଚିକିତ୍ସା ପାଇଁ ଆଉ କେତେ ଟଙ୍କା ଦରକାର? ମୁଁ କାହା ପାଖରେ ହାତ ପତାଇବାକୁ ଚାହୁଁନି। ପରଦିନ ସକାଳେ ଘରର କଲିଂ ବେଲ୍ ବାଜିଲା। ଦୁଆର ଖୋଲିବା ପରେ ଦେଖିଲେ ଅଫିସର ମ୍ୟାନେଜର ଏବଂ କିଛି ସହକର୍ମୀ ଠିଆ ହୋଇଛନ୍ତି। ମ୍ୟାନେଜର ହସି କହିଲେ, ମିଶ୍ର ବାବୁ, ଆପଣ ଆମ ପାଇଁ କେବଳ ଜଣେ କର୍ମଚାରୀ ନୁହନ୍ତି, ଆପଣ ଆମ ପାଇଁ ପରିବାରର ସଦସ୍ୟ। ସେ ଗୋଟିଏ ଖାମ୍ ଅନିରୁଦ୍ଧଙ୍କ ହାତରେ ଦେଲେ। ଅନିରୁଦ୍ଧ ଆଶ୍ଚର୍ଯ୍ୟରେ ପଚାରିଲେ, ଏହା କ'ଣ? ମ୍ୟାନେଜର କହିଲେ, ଅଫିସରେ ସମସ୍ତେ ମିଶି କିଛି ଟଙ୍କା ସଂଗ୍ରହ କରିଛୁ। ଏହାକୁ ସହାୟତା ନୁହେଁ, ଆମର ଭଲ ପାଇବା ବୋଲି ଭାବିବେ। ଅନିରୁଦ୍ଧଙ୍କ ହାତ ଥରିବାକୁ ଲାଗିଲା। ତାଙ୍କ ଆଖିରେ ଲୁହ ବହୁଥିଲା। ମୁଁ ଏହି ଋଣ କେମିତି ଶୁଝିବି? ମ୍ୟାନେଜର ହସି କହିଲେ, ଆପଣ ସୁସ୍ଥ ହୋଇ ପୁଣି ଅଫିସକୁ ଫେରି ଆସନ୍ତୁ। ସେହିଟା ହିଁ ଆମ ପାଇଁ ସବୁଠାରୁ ବଡ଼ ପ୍ରତିଦାନ। ସେହିଦିନ ସନ୍ଧ୍ୟାରେ ଅନିରୁଦ୍ଧ ଠାକୁର ଘରେ ବସି ମହାପ୍ରଭୁଙ୍କୁ ପ୍ରଣାମ କଲେ। ସେ କହିଲେ, ହେ କାଳିଆ ସାଆନ୍ତ, ଆପଣ ମଣିଷ ରୂପରେ ମୋ ପାଖକୁ ସହାୟତା ପଠାଇଛନ୍ତି। ଠିକ୍ ସେତିକିବେଳେ ତାଙ୍କ ମୋବାଇଲ ବାଜି ଉଠିଲା। ଡାକ୍ତରଙ୍କ ଫୋନ୍ ଥିଲା। ମିଶ୍ର ବାବୁ, ଆସନ୍ତାକାଲି ସକାଳେ ଆପଣଙ୍କର ପୁଣି କିଛି ପରୀକ୍ଷା ହେବ। ଏହି ରିପୋର୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ଜଣାପଡ଼ିବ ଯେ ଚିକିତ୍ସା କେତେ ଭଲ କାମ କରୁଛି। ଫୋନ୍ କଟିଯିବା ପରେ ଘରର ସମସ୍ତଙ୍କ ମନରେ ପୁଣି ଏକ ନୂଆ ଚିନ୍ତା ଆସିଗଲା। ରାତିରେ ଅନିରୁଦ୍ଧ ଆଖି ବନ୍ଦ କରି କେବଳ ଗୋଟିଏ କଥା କହିଲେ, ଜଗନ୍ନାଥ, ଯାହା ବି ଫଳ ହଉ ତାହାକୁ ଗ୍ରହଣ କରିବାର ସାହସ ଦିଅ। ସକାଳ 8ଟା। ଅନିରୁଦ୍ଧ, ସୁଚିସ୍ମିତା ଏବଂ 2 ପିଲା ହସ୍ପିଟାଲରେ ପହଞ୍ଚିଲେ। ସମସ୍ତଙ୍କ ମନରେ ଚିନ୍ତା ସ୍ପଷ୍ଟ ଦେଖାଯାଉଥିଲା। ପରୀକ୍ଷା ସରିବା ପରେ ଡାକ୍ତର କହିଲେ, ରିପୋର୍ଟ ଆସିବାକୁ କିଛି ଘଣ୍ଟା ସମୟ ଲାଗିବ। ସେହି କିଛି ଘଣ୍ଟା ସମସ୍ତଙ୍କ ପାଇଁ ବହୁତ ଲମ୍ବା ଲାଗୁଥିଲା। ସୁଚିସ୍ମିତା ବାରମ୍ବାର ଜପମାଳି ଧରି ଜୟ ଜଗନ୍ନାଥ ନାମ ସ୍ମରଣ କରୁଥିଲେ। ଅନିରୁଦ୍ଧ ଚୁପଚାପ ବସି ହସ୍ପିଟାଲର ଝରକା ବାହାରକୁ ଚାହିଁ ରହିଥିଲେ। ପ୍ରାୟ 12ଟା ବେଳେ ନର୍ସ ଆସି କହିଲେ, ମିଶ୍ର ବାବୁ, ଡାକ୍ତର ସାର୍ ଡାକୁଛନ୍ତି। କ୍ୟାବିନ୍ ଭିତରକୁ ପଶିବା ମାତ୍ରେ ଡାକ୍ତର ରିପୋର୍ଟ ଦେଖୁଥିଲେ। କିଛି ସେକେଣ୍ଡ ନୀରବତା। ତାପରେ ଡାକ୍ତର ମୁହଁରେ ହସ ଫୁଟାଇ କହିଲେ, ଏହା ଆମ ପାଇଁ ଏକ ଭଲ ଖବର। ସୁଚିସ୍ମିତା ଉତ୍କଣ୍ଠାରେ ପଚାରିଲେ, ଡାକ୍ତର ବାବୁ, ସବୁ ଠିକ୍ ଅଛି ତ? ଡାକ୍ତର ଶାନ୍ତ ସ୍ୱରରେ କହିଲେ, ଚିକିତ୍ସା ଭଲ ପ୍ରଭାବ ଦେଖାଉଛି। ରୋଗର ଲକ୍ଷଣ ପୂର୍ବ ଅପେକ୍ଷା କମିଛି। ଆମେ ଏହି ଚିକିତ୍ସା ଜାରି ରଖିବା। ଏବେ ବି ଯାତ୍ରା ଶେଷ ହୋଇନାହିଁ, କିନ୍ତୁ ଆମେ ଠିକ୍ ପଥରେ ଅଛୁ। ଏହି କଥା ଶୁଣି ସୁଚିସ୍ମିତାଙ୍କ ଆଖିରୁ ଲୁହ ବହିଗଲା। ସାର୍ଥକ ଖୁସିରେ ବାପାଙ୍କୁ ଜାବୁଡ଼ି ଧରିଲା। ସ୍ୱସ୍ତିକା କହିଲା, ବାପା, ମୁଁ କହିଥିଲି ନା ତୁମେ ଭଲ ହୋଇଯିବ। ଅନିରୁଦ୍ଧ କିଛି କହିପାରିଲେ ନାହିଁ। ସେ କେବଳ 2 ହାତ ଯୋଡ଼ି ଆଖି ବନ୍ଦ କରି ମନେ ମନେ କହିଲେ, ହେ ମହାପ୍ରଭୁ, ଏହି ଆଶାକୁ ବଞ୍ଚାଇ ରଖନ୍ତୁ ଆଉ ଡାକ୍ତରମାନଙ୍କ ହାତରେ ଆଶୀର୍ବାଦ ରଖନ୍ତୁ। ହସ୍ପିଟାଲ ଫେରିବା ବେଳେ ସେମାନେ ରାସ୍ତାରେ ଥିବା ଏକ ଛୋଟ ଜଗନ୍ନାଥ ମନ୍ଦିରରେ ରହିଲେ। ସମସ୍ତେ ମିଶି ଦୀପ ଜଳାଇ ଭଗବାନଙ୍କୁ ପ୍ରାର୍ଥନା କଲେ। ଅନିରୁଦ୍ଧ କହିଲେ, ପ୍ରଭୁ, ଆଜି ମୁଁ କୌଣସି ଚମତ୍କାର ଦେଖିନି। ମୁଁ ଦେଖିଛି ଆପଣ ମୋତେ ଭଲ ଡାକ୍ତର, ସ୍ନେହୀ ପରିବାର, ସହଯୋଗୀ ବନ୍ଧୁ ଏବଂ କେବେ ହାର ନ ମାନିବାର ସାହସ ଦେଇଛନ୍ତି। ଏସବୁ ଆପଣଙ୍କର ହିଁ କୃପା।
ସେହି ସନ୍ଧ୍ୟାରେ ଘରେ ଅନେକ ଦିନ ପରେ ସମସ୍ତେ ଏକାଠି ବସି ଭୋଜନ କଲେ। ଘରର ପରିବେଶରେ ପୁଣି ହସ ଫେରୁଥିଲା। କିନ୍ତୁ ଅନିରୁଦ୍ଧ ଜାଣିଥିଲେ ଏହା ଶେଷ ନୁହେଁ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ଧୈର୍ଯ୍ୟ, ଚିକିତ୍ସା ଓ ବିଶ୍ୱାସର ଆବଶ୍ୟକତା ଅଛି। ଠିକ୍ ସେତିକିବେଳେ ତାଙ୍କ ମୋବାଇଲରୁ ଏକ ମେସେଜ୍ ଆସିଲା। ଫେରିବା ପରେ ଅନିରୁଦ୍ଧଙ୍କ ମୋବାଇଲରେ ଆସିଥିବା ସେହି ମେସେଜକୁ ସେ ପୁଣି ଥରେ ପଢ଼ିଲେ। ସେହି ମେସେଜ୍ ତାଙ୍କ ଅଫିସରୁ ଆସିଥିଲା। ଆପଣଙ୍କ ସ୍ୱାସ୍ଥ୍ୟ ଯେତେବେଳେ ଅନୁମତି ଦେବ ସେତେବେଳେ ଆପଣ ପୁଣି ଅଫିସରେ ଯୋଗ ଦେଇପାରିବେ। ଆପଣଙ୍କ ପଦବୀ ସୁରକ୍ଷିତ ଅଛି। ଆପଣଙ୍କୁ ଆମେ ଅପେକ୍ଷା କରୁଛୁ। ଏହା ପଢ଼ି ଅନିରୁଦ୍ଧଙ୍କର ଆଖି ପୁଣି ଲୁହରେ ଭରିଗଲା। ସେ କହିଲେ, ସୁଚି, ଦେଖ ମୋ ଚାକିରି ଏବେ ମଧ୍ୟ ଅଛି। ସୁଚିସ୍ମିତା ହସି କହିଲେ, ମହାପ୍ରଭୁ କେବେ ଭଲ ମଣିଷକୁ ଏକା ଛାଡ଼ନ୍ତି ନାହିଁ। କିଛିଦିନ ପରେ ଡାକ୍ତରଙ୍କ ପରାମର୍ଶରେ ଅନିରୁଦ୍ଧ ପ୍ରତିଦିନ ସକାଳେ ଅଳ୍ପ ସମୟ ବୁଲିବାକୁ ଆରମ୍ଭ କଲେ। ପାର୍କରେ ସେ ପୁଣି ସେହି ବେଞ୍ଚ ପାଖକୁ ଗଲେ ଯେଉଁଠାରେ ସେ ପ୍ରଥମେ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଭେଟିଥିଲେ। କିନ୍ତୁ ଏଥର ମଧ୍ୟ ସେଠାରେ କେହି ନଥିଲେ। ପାଖରେ ବସିଥିବା ଜଣେ ବୃଦ୍ଧଙ୍କୁ ସେ ପଚାରିଲେ, ଏଠାରେ ଧଳା ଧୋତି ପିନ୍ଧିଥିବା ଜଣେ ବୃଦ୍ଧ ପ୍ରତିଦିନ ଆସୁଥିଲେ କି? ବୃଦ୍ଧ ଆଶ୍ଚର୍ଯ୍ୟ ହୋଇ କହିଲେ, ମୁଁ ତ ଏଠାରେ ପ୍ରତିଦିନ ଆସେ। ଏମିତି କାହାକୁ କେବେ ଦେଖି ନାହିଁ। ଅନିରୁଦ୍ଧ କିଛି ସମୟ ଚୁପ୍ ରହିଲେ। ତାଙ୍କ ମନକୁ ସେହି ଦିନର କଥା ମନେ ପଡ଼ିଲା। ଜଗନ୍ନାଥଙ୍କର ଫଟୋ, ସାହସର କଥା ଏବଂ ହଠାତ୍ ସେହି ବୃଦ୍ଧଙ୍କ ଅଦୃଶ୍ୟ ହୋଇଯିବା। ଯିଏ ବି ହୁଅନ୍ତୁ ସେ ମୋ ଜୀବନ ବଦଳାଇ ଦେଲେ। ଘରକୁ ଫେରି ସେ ଠାକୁର ଘରେ ବସି ଗୋଟିଏ ନୂଆ ସଂକଳ୍ପ କଲେ। ହେ ମହାପ୍ରଭୁ, ଯଦି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଏ ତେବେ ପ୍ରତି ମାସରେ ଥରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମୋ ସାମର୍ଥ୍ୟ ଅନୁସାରେ ସହାୟତା କରିବେ। ସେହି ସମୟରେ ସାର୍ଥକ ଆସି କହିଲା, ବାପା, ଆଜି ଆମ ସ୍କୁଲର ସାର୍ କହୁଥିଲେ ଜୀବନରେ ସବୁଠାରୁ ବଡ଼ ଧନ ହେଉଛି ସ୍ୱାସ୍ଥ୍ୟ। ଅନିରୁଦ୍ଧ ପୁଅର ମୁଣ୍ଡରେ ହାତ ରଖି କହିଲେ, ହଁ ବାପା, ଆଉ ତାଠାରୁ ବଡ଼ ଧନ ହେଉଛି ନିଜ ଲୋକଙ୍କ ଭଲ ପାଇବା। ସେହି ରାତିରେ ଅନିରୁଦ୍ଧ ବହୁତ ଦିନ ପରେ ଶାନ୍ତିରେ ଶୋଇପାରିଲେ। ବାହାରେ ହାଲୁକା ବର୍ଷା ହେଉଥିଲା। ସେ ଆଖି ବନ୍ଦ କରି କେବଳ ଗୋଟିଏ କଥା କହିଲେ, ହେ କାଳିଆ ସାଆନ୍ତ, ଆପଣ ମୋତେ କେବଳ ବଞ୍ଚିବା ଶିଖାଇ ନାହାନ୍ତି, ଜୀବନର ପ୍ରକୃତ ଅର୍ଥ ମଧ୍ୟ ଶିଖାଇଛନ୍ତି। 6 ମାସ କଟି ଯାଇଥିଲା। ଅନିରୁଦ୍ଧଙ୍କ ଚିକିତ୍ସା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲା। ଶରୀର ପୂର୍ବ ଅପେକ୍ଷା ଭଲ ଥିଲା, କିନ୍ତୁ ଡାକ୍ତର କହିଲେ ଶେଷ ସ୍କାନ୍ ରିପୋର୍ଟ ଆସିବା ପରେ ହିଁ ଆମେ ପରବର୍ତ୍ତୀ ନିଷ୍ପତ୍ତି ନେବୁ। ଏହି କଥା ଶୁଣି ପୁଣି ଥରେ ପରିବାରରେ ନୀରବତା ଖେଳିଗଲା। ସେହି ରାତିରେ ଅନିରୁଦ୍ଧଙ୍କ ଘରର ଛାତ ଉପରେ ଏକାକୀ ବସିଥିଲେ। ଆକାଶରେ ପୂର୍ଣ୍ଣିମାର ଚନ୍ଦ୍ର ଜଳଜଳ କରୁଥିଲା। ସୁଚିସ୍ମିତା ଆସି ତାଙ୍କ ପାଖରେ ବସି ପଚାରିଲେ, କ'ଣ ଭାବୁଛ? ଅନିରୁଦ୍ଧ ହାଲୁକା ହସି କହିଲେ, ପୂର୍ବରୁ ମୁଁ ମୃତ୍ୟୁକୁ ଭୟ କରୁଥିଲି, ଏବେ ମୁଁ ଜୀବନକୁ ଭଲ ପାଇବା ଶିଖିଛି। ସୁଚିସ୍ମିତା ତାଙ୍କ ହାତ ଧରି କହିଲେ, ଆମେ ସମସ୍ତେ ମିଶି ଏତେ ବାଟ ଆସିଛୁ, ବାକି ବାଟ ମଧ୍ୟ ଏକାଠି ଚାଲିବା। ପରଦିନ ସକାଳେ ସେମାନେ ହସ୍ପିଟାଲକୁ ଗଲେ। ସ୍କାନ୍ ହେଲା। ରିପୋର୍ଟ ଆସିବାକୁ 3 ଘଣ୍ଟା ସମୟ ଥିଲା। ସେହି 3 ଘଣ୍ଟାରେ କେହି ଭଲ ଭାବେ କଥା ମଧ୍ୟ କହିଲେ ନାହିଁ। ସାର୍ଥକ ଜପମାଳି ଧରି ବସିଥିଲା। ସ୍ୱସ୍ତିକା ତାର ଡାଏରୀରେ ଲେଖୁଥିଲା, ହେ ଜଗନ୍ନାଥ, ମୋ ବାପାଙ୍କୁ ସୁସ୍ଥ କରିଦିଅ। ଦ୍ୱିପହର ବେଳେ ଡାକ୍ତର କ୍ୟାବିନ୍କୁ ଡାକିଲେ। ସମସ୍ତଙ୍କ ହୃଦୟ ଜୋରରେ ଧକ୍ ଧକ୍ କରୁଥିଲା। ଡାକ୍ତର ସ୍କାନ୍ ଦେଖି କିଛି ସମୟ ନୀରବ ରହିଲେ। ତାପରେ ସେ ହସିଲେ ଆଉ କହିଲେ, ଅଭିନନ୍ଦନ ମିଶ୍ର ବାବୁ, ଚିକିତ୍ସା ବହୁତ ଭଲ ଫଳ ଦେଇଛି। ବର୍ତ୍ତମାନ ରୋଗର କୌଣସି ସକ୍ରିୟ ଲକ୍ଷଣ ଦେଖାଯାଉ ନାହିଁ। ତଥାପି ନିୟମିତ ଫଲୋଅପ୍, ଚେକଅପ୍ ଓ ପରୀକ୍ଷା ଜାରି ରଖିବାକୁ ପଡ଼ିବ। କ୍ୟାବିନ୍ରେ କିଛି ମୁହୂର୍ତ୍ତ ପାଇଁ କେହି କିଛି କହିପାରିଲେ ନାହିଁ। ସୁଚିସ୍ମିତା କାନ୍ଦି କାନ୍ଦି ହାତ ଯୋଡ଼ି ଡାକ୍ତରକୁ କହିଲେ, ଧନ୍ୟବାଦ ଡାକ୍ତର ବାବୁ। ଡାକ୍ତର ହସି ହସି କହିଲେ, ଧନ୍ୟବାଦ ମୋତେ ନୁହଁ, ଆପଣଙ୍କ ସ୍ୱାମୀଙ୍କୁ କୁହନ୍ତୁ। ଆପଣଙ୍କ ସ୍ୱାମୀ ସାହସ ହାରି ନଥିଲେ। ଅନିରୁଦ୍ଧ ଧୀରେ କହିଲେ, ମହାପ୍ରଭୁ ମୋତେ ସାହସ ଦେଇଥିଲେ, ଆପଣମାନେ ଚିକିତ୍ସା କରିଥିଲେ। ହସ୍ପିଟାଲରୁ ବାହାରି ପରେ ସମସ୍ତେ ସିଧା ଜଗନ୍ନାଥ ମନ୍ଦିରକୁ ଗଲେ। ଅନିରୁଦ୍ଧ ମନ୍ଦିର ସାମ୍ନାରେ ଦଣ୍ଡବତ ପ୍ରଣାମ କରି କହିଲେ, ହେ କାଳିଆ ସାଆନ୍ତ, ମୁଁ ଆଜି ବୁଝିଲି, ଆପଣଙ୍କ କୃପା କେବଳ ଚମତ୍କାରରେ ନୁହେଁ, ଆପଣଙ୍କ କୃପା ଭଲ ଡାକ୍ତର, ସଠିକ୍ ଚିକିତ୍ସା, ପରିବାରର ଭଲ ପାଇବା ଏବଂ କେବେ ହାର ନ ମାନିବାର ସାହସ ମଧ୍ୟ ଥାଏ। ଅନିରୁଦ୍ଧଙ୍କ ସୁସ୍ଥତାର ଖବର ଧୀରେ ଧୀରେ ସମଗ୍ର ପଡ଼ାରେ ବ୍ୟାପିଗଲା। ଯେଉଁମାନେ କେବେ ଭାବୁଥିଲେ ସେ ଆଉ ବଞ୍ଚିବେ ନାହିଁ, ସେମାନେ ଆଜି ତାଙ୍କ ମୁହଁର ହସ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। କିନ୍ତୁ ଅନିରୁଦ୍ଧ ଆଉ ସେ ପୂର୍ବର ମଣିଷ ନଥିଲେ। ସେ ପୂର୍ବ ଭଳି କେବଳ ଚାକିରି, ଟଙ୍କା ଏବଂ ଭବିଷ୍ୟତ ନେଇ ବ୍ୟସ୍ତ ରହୁନଥିଲେ।
ଏବେ ସେ ପ୍ରତ୍ୟେକ ସକାଳେ ଉଠି ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ କରୁଥିଲେ, ତାପରେ ନିଜ ପରିବାରକୁ ହସି ମୁହଁରେ ସୁପ୍ରଭାତ କହୁଥିଲେ। ସେ ବୁଝି ଯାଇଥିଲେ ଯେ ଜୀବନର ସବୁଠାରୁ ବଡ଼ ଧନ ହେଉଛି ନିଜ ଲୋକଙ୍କର ସାଥୀ ଓ ସୁସ୍ଥ ଶରୀର ଏବଂ ଶାନ୍ତ ମନ। କିଛି ମାସ ପରେ ଅନିରୁଦ୍ଧ ତାଙ୍କ ପ୍ରତିଜ୍ଞା ପୂରଣ କଲେ। ପ୍ରତି ମାସରେ ଥରେ ସେ କ୍ୟାନ୍ସର ଚିକିତ୍ସା କେନ୍ଦ୍ରକୁ ଯାଇ ନୂଆ ରୋଗୀଙ୍କ ସହ କଥା ହେଉଥିଲେ। ସେ କହୁଥିଲେ, ଭୟ କରନ୍ତୁ ନାହିଁ, ଚିକିତ୍ସାକୁ ବିଶ୍ୱାସ କରନ୍ତୁ, ଡାକ୍ତରଙ୍କ କଥା ମାନନ୍ତୁ ଆଉ ମନକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ। ଅନେକ ରୋଗୀ ତାଙ୍କ କଥା ଶୁଣି ସାହସ ପାଉଥିଲେ। ଦିନେ ଜଣେ ଛୋଟ ପିଲା ତାଙ୍କୁ ପଚାରିଲେ, ଅଙ୍କଲ, ଆପଣ ଏତେ ସାହସ କେଉଁଠୁ ପାଇଲେ? ଅନିରୁଦ୍ଧ ହସି କହିଲେ, ମୋତେ ସାହସ ଦେଇଛନ୍ତି 3 ଜଣ, ମୋ ପରିବାର, ମୋର ଡାକ୍ତର ଏବଂ ମୋର ମହାପ୍ରଭୁ ଜଗନ୍ନାଥ। ସେହି ବର୍ଷ ରଥଯାତ୍ରାରେ ସମଗ୍ର ପରିବାର ପୁରୀ ଗଲେ। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ଜୟ ଜଗନ୍ନାଥ ଧ୍ୱନି ଦେଇ ଅନିରୁଦ୍ଧଙ୍କ ଆଖି ପୁଣି ଭିଜିଗଲା। ସେ ମନେ ମନେ କହିଲେ, ପ୍ରଭୁ, ମୁଁ କେବେ ଆପଣଙ୍କୁ ଜୀବନ ମାଗିନଥିଲି, ମୁଁ କେବଳ ସାହସ ମାଗିଥିଲି। କିନ୍ତୁ ଆପଣ ସାହସ ସହ ଜୀବନର ନୂଆ ଅର୍ଥ ମଧ୍ୟ ମୋତେ ଦେଇଦେଲେ। ସୁଚିସ୍ମିତା ପାଖରେ ଠିଆ ହୋଇ କହିଲେ, ଏହି ରୋଗ ଆମଠାରୁ ବହୁତ କିଛି ନେଇଗଲା, କିନ୍ତୁ ଗୋଟିଏ ବଡ଼ ଉପହାର ମଧ୍ୟ ଦେଇଗଲା। ଅନିରୁଦ୍ଧ ପଚାରିଲେ, କେଉଁ ଉପହାର? ସୁଚିସ୍ମିତା ହସି କହିଲେ, ପରସ୍ପର ପ୍ରତି ଭଲ ପାଇବାର ମୂଲ୍ୟ। ସାର୍ଥକ ଓ ସ୍ୱସ୍ତିକା ଦୁହେଁ ତାଙ୍କ ବାପାଙ୍କ ହାତ ଧରିଥିଲେ। 4 ଜଣ ଏକାଠି ରଥ ଆଡ଼କୁ ଚାହିଁ ହାତ ଯୋଡ଼ିଲେ। ଦୂରରୁ ଶଙ୍ଖ ଧ୍ୱନି ଶୁଣାଯାଉଥିଲା। ପବନରେ ଭାସି ଆସୁଥିଲା ଗୋଟିଏ ଶବ୍ଦ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅନିରୁଦ୍ଧଙ୍କ ମନରେ ଗୋଟିଏ କଥା ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା, ଭକ୍ତି ଚିକିତ୍ସାର ବିକଳ୍ପ ନୁହେଁ, କିନ୍ତୁ କଠିନ ଚିକିତ୍ସାର ପଥରେ ମନକୁ ଦୃଢ଼ ରଖିବାର ଅମୂଲ୍ୟ ଶକ୍ତି ହୋଇପାରେ। ସେହି ଦିନଠାରୁ ଅନିରୁଦ୍ଧଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହୋଇଗଲା ନିଜେ ଭଲ ରହିବା, ଅନ୍ୟକୁ ସାହସ ଦେବା ଏବଂ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇବା। ବନ୍ଧୁଗଣ, ଏହି କାହାଣୀ ଆମକୁ ଗୋଟିଏ କଥା ଶିଖାଏ, କଠିନ ସମୟରେ ଆଶା ଛାଡ଼ନ୍ତୁ ନାହିଁ, ଚିକିତ୍ସା ଜାରି ରଖନ୍ତୁ, ନିଜ ପରିବାରର ସାଥୀ ପାଆନ୍ତୁ ଏବଂ ମନରେ ବିଶ୍ୱାସ ରଖନ୍ତୁ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନରେ ସାହସ ଓ ଶାନ୍ତି ଭରି ଦିଅନ୍ତୁ। ଯଦି ଆପଣଙ୍କୁ ଏହି ଭକ୍ତିଭରା କାହାଣୀଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ ଏହିଭଳି ହୃଦୟସ୍ପର୍ଶୀ କାହାଣୀ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ କମେଣ୍ଟରେ ଥରେ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ।